ଜଳସେଚିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜାତୀୟ ରାଜପଥ ଅବରୋଧ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଚାଷ ଜମିକୁ ଜଳସେଚନ କରିବା ପାଇଁ ତିଆରି କରାଯାଇଛି ତିଖାଡ଼ି ଡ୍ୟାମ୍, ଯାହାକି ଜଳସେଚନର ସୁବିଧା ପାଇ ଚାଷୀକୂଳ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତି। ଚାଷୀକୂଳ ପାଇଁ ତିଖାଡ଼ି ଡ୍ୟାମ୍ ଚାଷ ଉପଯୋଗୀ ହୋଇ ଜଳସେଚନର ସୁବିଧା ଯୋଗାଇବା ପାଇଁ ତିଖାଡ଼ି ଡ୍ୟାମ୍ ପାଇଁ ଲୋକମାନେ ଭିଟାମାଟି ଛାଡ଼ିଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଖଡ଼ିଆଳ ବ୍ଲକର 5ଟି ଗ୍ରାମ ପଞ୍ଚାୟତରେ ଏହି ଜଳସେଚନ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଚାଷ ଜମିକୁ ଜଳସେଚନ କରିବା ପାଇଁ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଷୀକୂଳଙ୍କୁ ଭୁଆଁ ବୁଲାଇ ଆସୁଛନ୍ତି। ଚାଷ ଉପରେ ନିର୍ଭର କରି 5ଟି ପଞ୍ଚାୟତର ଚାଷୀକୂଳ ତାଙ୍କ ଜୀବନ ଜୀବିକାରେ ପରିବାର ପ୍ରତିପୋଷଣ କରୁଥିବା ବେଳେ ଜଳସେଚନର ସୁବିଧା ଥାଇ ମଧ୍ୟ ପ୍ରଶାସନ ଚାଷୀଙ୍କ ଉପରେ ଦାଉ ସାଧିବା ଅତି ହୀନ ଉଦ୍ଦେଶ୍ୟ ବୋଲି ଜଣାପଡ଼ୁଛି। ପ୍ରଶାସନକୁ ଦୃଢ଼ ଜବାବ ଦେବାର ପୂର୍ବରୁ ଚେତାବନୀ ଦେଇଥିଲେ ମଧ୍ୟ ଚିରନିଦ୍ରାରେ ଶୋଇ ପ୍ରଶାସନ କେବଳ ଚାଷୀମାନଙ୍କ ଘୋର ଅସୁବିଧାକୁ ଦେଖି ଚାଲିଛି। ହଜାର ହଜାର ଚାଷୀ ଆଜି ଓହ୍ଲାଇ ଆସିଛନ୍ତି ରାଜରାସ୍ତା ଉପରକୁ। 5ଟି ଗ୍ରାମ ପଞ୍ଚାୟତର ହାରାହାରି 24 ଗୋଟି ଗାଁର ଚାଷୀମାନେ ଆଜି ନିଜର ହକ୍ ପାଇଁ ରାସ୍ତା ଅବରୋଧର ଏକ ନିଷ୍ପତ୍ତି ନେବା ସରକାର ସ୍ତରରେ କେତେ ନିନ୍ଦନୀୟ ଘଟଣା, ତାହା ସରକାର ଅନୁଭବ କରିବା ଦରକାର। ଚାଷ ଜମିକୁ ଜଳସେଚିତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ 353 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀକୂଳ। କ୍ରିୟାନୁଷ୍ଠାନ କମିଟି ସହିତ ହଜାର ହଜାର ଚାଷୀ ସାମିଲ ହୋଇ ରାଜପଥ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀମାନଙ୍କ ଦାବି ରହିଛି ଖଡ଼ିଆଳ ବ୍ଲକର 5ଟି ଗ୍ରାମ ପଞ୍ଚାୟତର 24ଟି ଗ୍ରାମକୁ ଚାଷ ଜମିରେ ତିଖାଡ଼ି ଡ୍ୟାମ୍ରୁ ଜଳସେଚନ କରିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଅନେକ ଥର ଅଭିଯୋଗ କରିଥିବା ବେଳେ ସରକାର ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବା ଯୋଗୁଁ ଆଜି କ୍ରିୟାନୁଷ୍ଠାନ କମିଟି ଅଣ୍ଟା ଭିଡ଼ି ବାହାରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମୁଖ୍ୟ ରାସ୍ତା ତିଖାଡ଼ି ଡ୍ୟାମ୍ ଛକଠାରେ ରାସ୍ତା ଅବରୋଧ କରିଥିବା କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଜଗତ ରାମ ଶବର, ସିଦ୍ଧାର୍ଥ ମହାପାତ୍ର, ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ଅମରେଶ ପଟ୍ଟନାୟକ, ପ୍ରଦୀପ କୁମାର ତ୍ରିବେଦୀ ଆନ୍ଦୋଳନରେ ସାମିଲ ରହିଥିଲେ। ନିକଟସ୍ଥ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଡ଼ି ଡ୍ୟାମ୍ରୁ ଚାଷ ଜମିକୁ ଜଳସେଚିତ କରିବା ପାଇଁ ଦାବି କରି ହଜାର ହଜାର ଚାଷୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରକାଶ ଥାଉକି ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ 2000 ମସିହାରୁ କାମ ଆରମ୍ଭ ହୋଇଥିଲା। ପ୍ରକଳ୍ପରେ 30 ଗୋଟି ଗ୍ରାମ ବୁଡ଼ି ଯାଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଏହି ପ୍ରକଳ୍ପର ପାଣି ପଡ଼ୋଶୀ ଜିଲ୍ଲା ବଲାଙ୍ଗୀରକୁ ପାଖାପାଖି 16,000 ହେକ୍ଟର ଚାଷ ଜମିକୁ ଜଳସେଚିତ ହେଉଥିବା ବେଳେ ନୂଆପଡ଼ା ଜିଲ୍ଲାର 24ଟି ଗ୍ରାମକୁ ଜଳସେଚନ ହୋଇପାରୁନାହିଁ। ଏହାର ଅଭିଯୋଗ ସରକାରଙ୍କୁ ଅନେକ ଥର ଦୃଷ୍ଟିଗୋଚର କରାଯାଇଥିବା ସତ୍ତ୍ୱେ ଦୃଷ୍ଟି ଦେଉନଥିବା ଯୋଗୁଁ ଆଜି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀକୂଳ। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।